ଗିରେରି ଥାନ୍ତି ଶ୍ରବଣ ଭକ୍ତ ଡାକକୁ। ଅତି ଚମତ୍କାର ପଦ ସବୁ ଲେଖିଦେଇଛନ୍ତି। ଖୁବ୍ ସରଳ ଭାବ ବ୍ୟଞ୍ଜକ ଭାବ ଗର୍ଭକ। ଆଉ ପରମାତ୍ମା ସହିତ ଜଡ଼ିତ ହେବା ପାଇଁ ସେ କେମିତି ଆମକୁ ସତେ ଜୀବାତ୍ମାଙ୍କୁ ନେଇଯାଉଛନ୍ତି। ଏ ଜୀବାତ୍ମା ବିଷୟାସକ୍ତ ହେଇଛି, ଏଥିରୁ ନିବୃତ୍ତ ହେଇକରି ପ୍ରବୃତ୍ତି ମାର୍ଗରେ ନ ଯାଇ ପରିଚାଳିତ ନ ହୋଇ ଶ୍ରେୟ ପଥରେ ପରିଚାଳିତ ନ ହୋଇ ପ୍ରେୟ ପଥରେ ନିବୃତ୍ତି ମାର୍ଗରେ ମନ ଗଲେ ସେଇ ପରମାନନ୍ଦ ଲାଭ ହେବ। ଏ କଥା କହିବା ପାଇଁ କବି ଭକ୍ତଚରଣ ଦାସ କହୁଛନ୍ତି, ଠିକେ ମୁଁ କହୁଅଛି ମୋ କଥା ମାନେ ରେ ମନ। ମନକୁ ସମ୍ବୋଧନ କରି କହୁଛନ୍ତି ନା, ତା ନାଁ ହେଉଛି ଆଜ୍ଞା ମନବୋଧ ଚଉତିଶା। ମନକୁ ସାନ୍ତ୍ୱନା ଦେଉଛନ୍ତି। କାହିଁକିନା ମନ ହେଉଛି ଆଜ୍ଞା ଚଞ୍ଚଳ। ମନ ହେଉଛି ଏକାଦଶ ଇନ୍ଦ୍ରିୟ ଯେଉଁ ଅଛି, ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ, ତା ଭିତରେ 11 ସ୍ଥାନରେ ଅଛି ମନ। ମନ ହେଉଛି ଖୁବ୍ ଚଞ୍ଚଳ ଆଜ୍ଞା। ତେଣୁ ମନକୁ ବଶୀଭୂତ କରିବା ପାଇଁ ଏଇ ମନ ସମ୍ପର୍କରେ ତ ଆପଣ ଦେଖିବେ ଉପନିଷଦରେ